ଅଜର କଟା ମୁଣ୍ଡ ଧରି ଗାଁରେ ବୁଲିଲା ନାତି। ରାଗରେ ଟାଙ୍ଗିଆରେ ଅଲଗା କରିଦେଲା ଅଜର ମୁଣ୍ଡ ଗଣ୍ଡି। ଗୁଣି ଗାରେଡି ପାଇଁ ଅଜାକୁ କରିଦେଲା ଦୁଇ ଗଡ଼। ମୁଣ୍ଡ କାଟିଲା ଗାଁରେ ସମସ୍ତଙ୍କୁ ବୁଲି ବୁଲି ଦେଖାଇଲା। ଆଜ୍ଞା ହଁ, ଅତି ବିଭତ୍ସ ଭାବେ ଅଜାକୁ ଟାଙ୍ଗିଆରେ ହାଣିଦେଲା ନାତି। ତାପରେ ଅଜାର କଟା ମୁଣ୍ଡ କାଟି ଧରି ଗାଁରେ ବୁଲୁଥିଲା। ଆଜି ସକାଳେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅଞ୍ଚଳରେ ଘଟି ଏନେଇ ଅଭିଯୋଗ ହେବା ପରେ ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିଛି। ଗୁଣି ଗାରେଡି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଗୁଣି ଗାରେଡିକୁ ନେଇ ପୁରୁଣା ପାଣି ଗାଁର ନଇମନ ମୁଣ୍ଡା ଓ ତାଙ୍କ ସମ୍ପର୍କୀୟ ନାତି ସଲମାନ ମୁଣ୍ଡାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ନଇମନଙ୍କ ଘରକୁ ଆସିଥିଲେ ସଲମାନ। ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଲମାନ ମୁଣ୍ଡା ଏକ ଧାରୁଆ ଟାଙ୍ଗିଆରେ ଅଜା ନଇମନଙ୍କ ବେକରୁ ଗୋଟିଏ ଚୋଟା ପକାଇଥିଲେ, ଯାହା ଫଳରେ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ନଇମନଙ୍କ ଚିତ୍କାର ଶୁଣି ଘର ପାଖକୁ ପଡ଼ୋଶୀ ଆସିଥିଲେ ଧାଇଁ। ହେଲେ ସଲମାନ ରକ୍ତମୁଖା ହୋଇଥିବା ଦେଖି ତା ପାଖକୁ କେହି ପଶି ନଥିଲେ। ଭୟରେ ନିଜ ନିଜ ଘରେ କବାଟ କିଳି ରହିଥିଲେ। ଅଜାକୁ ଆଣିବା ପରେ ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ଗାଁ ଦାଣ୍ଡରେ ବୁଲିଥିଲା ସଲମାନ। ଗାଁକୁ ଲୋକେ ନେଇ କେ ବଲାଙ୍ଗ ଥାନାରେ ଖବର ଦେଇଥିଲେ। ପୁଲିସରେ ଗାଁ ପହଞ୍ଚି ରକ୍ତମୁଖା ହୋଇ କଟା ମୁଣ୍ଡ ଧରି ବୁଲୁଥିବା ସଲମାନଙ୍କୁ ଧରିଥିଲା। ପୁଲିସ ତାକୁ ଅଟକ ରଖି ପଚରା ଉଚରା କରିଛି। ଗୁଣି ଗାରେଡିକୁ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଚାଲିଛି ଏବଂ କଣ ରହିଛି ଏହି ଗୁଣି ଗାରେଡିର ସତ୍ୟତା ତାହା କେବଳ ଆଗାମୀ ଦିନରେ ଜଣାପଡ଼ିବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।